ନେ ଆଜି ଆମେ ହାତୀ ବାଘ ଯିବେ ମାମୁଁ ଘରର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର କରିଦେଲା ତୁମ ମାମୁଁ ଘରେ କିଏ କିଏ ଅଛନ୍ତି? ଉତ୍ତରରେ ଲେଖିବା ମୋ ମାମୁଁ ଘରେ ମାମୁଁ, ମାଇଁ, ଜେଜେମା ହେଲା, ଆଈ ବା ଆଈ ଯେଉଁଟା ହେଲା ଏଇଟା ଜେଜେମା ମାନେ ଆଈ, ମାଉସୀ ଏବଂ ମୋର ଭାଇ ଭଉଣୀମାନେ ଅଛନ୍ତି। ଖରେ ତୁମେ କାହା ସହ ମାମୁଁ ଘରକୁ ଯାଅ? ଉତ୍ତରରେ ଲେଖିବା ମୁଁ ମୋର ବାପା ଏବଂ ମାଆଙ୍କ ସହ ମାମୁଁ ଘରକୁ ଯାଏ। ଗରେ ତୁମ ସାଙ୍ଗ ମୁହଁ ମାଡ଼ି ପଡ଼ିଗଲେ ତୁମେ କ'ଣ କରିବ? ମୋ ସାଙ୍ଗ ମୁହଁ ମାଡ଼ି ପଡ଼ିଗଲେ ମୁଁ ତୁରନ୍ତ ତାକୁ ଉଠାଇବି, ତାର ଧୂଳି ସଫା କରିବି, ଆଘାତ ଲାଗିଥିଲେ ସେଠାରେ ପାଣି ଲଗାଇବି ଏବଂ ଶିକ୍ଷକ କିମ୍ବା ବଡ଼ମାନଙ୍କୁ ଜଣାଇ ପ୍ରାଥମିକ ଚିକିତ୍ସା କରିବି। ଘରେ ଦେଲା ବଣରେ ରହୁଥିବା ପଶୁପକ୍ଷୀଙ୍କ ନାମ କୁହ। ବଣରେ ରହୁଥିବା ପଶୁମାନେ ହେଲେ ବାଘ, ସିଂହ, ହାତୀ, ହରିଣ, ଭାଲୁ, ମାଙ୍କଡ଼ ଇତ୍ୟାଦି। ପକ୍ଷୀମାନେ ହେଲେ ମୟୂର, ଶୁଆ, ଶାରୀ, କାଉ, କପୋତ ଇତ୍ୟାଦି। ହେଲା, ତାପରେ ଚିତ୍ର ଦେଖି ଆମେ ଲେଖିଦେବା। ନିୟକୁ କେମିତି ଏମିତି ଲେଖି ଚାଲିବ ହେଲା। ସବୁଗୁରା ଯେମିତି ଚିତ୍ର ଦେଇଛି ସେମିତି ତମେ ଲେଖିବ ବହିରେ। ତାପରେ 3 ନମ୍ବର ଦେଇଛି ଆମକୁ ଚିତ୍ର ଦେଖି ପଢ଼ିବା ଓ ଲେଖିବା। ପ୍ରଥମେ କ'ଣ ଦେଇଛି? ପିଞ୍ଜରା, ତାପରେ ଖଞ୍ଜଣି, ତାପରେ ଗଞ୍ଜି। ପିଲାମାନେ ଯାହା ଲେଖା ହେଇଛି ତାହା ଲେଖିଦେବ ହେଲା। ତାପରେ ଗଞ୍ଜା, ପାଞ୍ଜି ଏବଂ ପଞ୍ଝା। 4 ନମ୍ବର ଦେଇଛି ପଢ଼ିବାକୁ। ଖଞ୍ଜଣି ବଜାଇ ଦଳ ଗଞ୍ଜନ, ଗୀତ ଗାଇ ଗଲା ମନୋରଞ୍ଜନ, ଗୀତ ଶୁଣି ଡାକ ଛାଡ଼ିଲା ଗଞ୍ଜା, ବାଘ ନାଚ କରେ ଟେକି ତା ପଞ୍ଝା। ତାପରେ ଆମେ ଗୋଲ ଭିତରେ ଅକ୍ଷର ଗୁଡ଼ାକୁ ଏଠି ଲେଖିଦେବା ହେଲା। କାଞ୍ଜି, ତାପରେ ପାଞ୍ଜି ହେଲା। ତାପରେ ଏଟା କ'ଣ ହବ? ମଞ୍ଜା, ତାପରେ ପଞ୍ଝା। ତାପରେ 6 ନମ୍ବର ପଢ଼, ଜ୍ଞ ଯୁକ୍ତାକ୍ଷର ତଳେ ଗାର ଦିଅ, ନ୍ୟ ଯୁକ୍ତାକ୍ଷର ଗୋଲ ବୁଲାଅ। ତାହେଲେ ଏଠି ଆମେ ଗାର ଦେବା, ଏଠି ଗାର ଦେବା, ଏଠି ଆମେ ଗୋଲ ବୁଲେଇବା, ଏଠି ଗାର ଦେବା, ଏଠି ଗୋଲ ବୁଲେଇବା, ଏଠି ଗୋଲ ବୁଲେଇବା ହେଲା। ତାପରେ 7 ନମ୍ବର ସେମିତି ଦେଇଛି ପଢ଼ିବା ଓ ଲେଖିବା। ମଞ୍ଜି ତମେ ଲେଖିପାରିବ ତ ଗଞ୍ଜା ହେଲା, ସେମିତି ଲେଖିବ। ପଞ୍ଝା ଇଏ ହେଲା ପାଞ୍ଜି। 8 ନମ୍ବର କୋଶ୍ଚିନ୍, ଅସଜଡ଼ା ବାକ୍ୟକୁ ଆମେ ସଜାଡ଼ି ଲେଖିବା। ପ୍ରଥମ ଦେଲା ଉପରେ ଗଛ ବସିଛନ୍ତି କାଉ ପଞ୍ଝାଏ। କ'ଣ ହବ ଉତ୍ତର? କାଉ ପଞ୍ଝାଏ ଗଛ ଉପରେ ବସିଛନ୍ତି। ତାପରେ ଅଞ୍ଜଳି ବସି ବହି ପଢ଼ୁଛି, ମିତାର ଘର ବିଞ୍ଚାରପୁର, ଆକାଶରେ ଛଞ୍ଚାଣ ଉଡ଼ୁଛି। ସେଇଭଳି ଭାବରେ 9 ନମ୍ବର ଦେଲା ମାମୁଁ ଘରକୁ କେଉଁମାନେ ଯିବା ପାଇଁ ଯୋଜନା କଲେ? ହାତୀ ଓ ବାଘ ମାମୁଁ ଘରକୁ ଯିବା ପାଇଁ ଯୋଜନା କଲେ। ତାପରେ ଖରେ ବାଘକୁ ହାତୀ କ'ଣ କହିଲା? ବାଘକୁ ହାତୀ କହିଲା ପଞ୍ଝାରେ ଲାଞ୍ଜକୁ କଷି କରି ଧରିଥା। ତାପରେ ଗରେ ହାତୀ ଓ ବାଘ କାହିଁକି ମୁହଁ ମାଡ଼ି ପଡ଼ିଗଲେ? ଗାଡ଼ିର ଚକ ଫାଟିଯିବାରୁ ହାତୀ ଓ ବାଘ ମୁହଁ ମାଡ଼ି ତଳେ ପଡ଼ିଗଲେ। ତାପରେ ଘରେ ଗାଡ଼ି ପଛରୁ କିଏ ବସି କିଏ ଲାଞ୍ଜ କଷି ଧରିଥିଲା? ବାଘ ବସି ଲାଞ୍ଜକୁ କଷି ଧରିଥିଲା। ରେ ତୁମ ଆଗରେ ତୁମ ସାଙ୍ଗ ମୁହଁ ମାଡ଼ି ପଡ଼ିଗଲେ ତୁମେ କ'ଣ କରିବ? ଯଦି ମୋ ଆଗରେ ମୋ ସାଙ୍ଗ ମୁହଁ ମାଡ଼ି ପଡ଼ିଯିବ ତାହେଲେ ମୁଁ ପ୍ରଥମେ ତାକୁ ତଳୁ ଉଠାଇ ତା ଦେହରୁ ଧୂଳି ଝାଡ଼ିଦେବି। ଯଦି ସେ ପଡ଼ି ଖଣ୍ଡିଆ ଖାବରା ହୋଇଥିବ ତା କ୍ଷତ ସ୍ଥାନକୁ ପାଣିରେ ଧୋଇ ଔଷଧ ଲଗାଇଦେବି। 10 ନମ୍ବର ଦେଲା ଚିତ୍ର ଦେଖି କ୍ରମ ଅନୁସାରେ ବାକ୍ୟ ଲେଖ। ତାହେଲେ 4ଟି ପିଲାମାନେ ଚିତ୍ର ଦେଇଥିଲା, 4ଟି ବାକ୍ୟ ଲେଖିବା। ଏଇଟା ହେଲା ପ୍ରଥମ ବାକ୍ୟ,
ଦୁଇଟି ପିଲା ସାଙ୍ଗ ହୋଇ ବିଦ୍ୟାଳୟକୁ ଯାଉଛନ୍ତି। 2 ନମ୍ବରରେ ପିଲାମାନେ ଦୋକାନକୁ ଉପହାର କିଣୁଛନ୍ତି ଦୋକାନରୁ। 3 ନମ୍ବରରେ ଗୋଟିଏ ପିଲାର ଜନ୍ମଦିବସ ପାଳନ କରାଯାଉଛି ଏବଂ 4 ନମ୍ବରରେ କ'ଣ ଜନ୍ମଦିବସରେ ଝିଅଟିକୁ ସାଙ୍ଗମାନେ ଉପହାର ପ୍ରଦାନ କରୁଛନ୍ତି। ନେକ୍ସଟ ଆମର ତୁମ ପାଇଁ କାମ, ଏଇଟା ଆମର ଦରକାର ନାହିଁ, ବିଷୟଟି ଆମର ସରିଗଲା। ଧନ୍ୟବାଦ ପିଲାମାନେ।